ବାଲେଶ୍ୱର ସହର ଉପକଣ୍ଠ କୁରୁଡାସ୍ଥିତ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠର ଦ୍ୱାଦଶ ବାର୍ଷିକ ଉତ୍ସବ ଓ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ବଗଳାମୁଖୀଙ୍କର ଜନ୍ମୋତ୍ସବ ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ଏହି ଉତ୍ସବ ବେଶ ଆଡମ୍ବର ସହକାରେ ଆୟୋଜିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଉତ୍ସବର ପ୍ରଥମ ଦିବସରେ ସକାଳୁ ମା ବଗଳାମୁଖୀଙ୍କର ବଡ଼ସିଂଗାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିରେ ମାଙ୍କର ଭବନକୁ ପୁଷ୍ପ ଅଳଙ୍କାରରେ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ କରାଯାଇଛି। ପରେ ମାଙ୍କ ସମେତ ପୀଠରେ ପୂଜିତ ଅନ୍ୟ ଦେବାଦେବୀଙ୍କର ଅଭିଷେକ ଓ ଅର୍ଚ୍ଚନା ସହିତ ତିନିଦିନିଆ ଯଜ୍ଞ କର୍ମକାଣ୍ଡ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରସ୍ୱତୀପୁର ଶିବ ମନ୍ଦିର ପୋଖରୀରୁ ଘଟ ଉତ୍ତୋଳନ ସହ ଏକ ଶୋଭାଯାତ୍ରାରେ ବଗଳାମୁଖୀ ମନ୍ଦିରରେ ପହଞ୍ଚିଥିଲେ ଶ୍ରଦ୍ଧାଳୁମାନେ। ଏଥିରେ ଅଷ୍ଟଶତ ମହିଳା ଭକ୍ତଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ପରେ ଘଟ ସ୍ଥାପନ ସହ ପ୍ରଥମ ଦିନରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ମଣ୍ଡଳା ଦର୍ଶନ, ଅଗ୍ନି ସ୍ଥାପନ ଓ ଯଜ୍ଞାହୁତି ପ୍ରଭୃତି କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା। ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବେଦଜ୍ଞ ବ୍ରାହ୍ମଣମାନେ ପୀଠରେ ପହଞ୍ଚି ଯଜ୍ଞାଦି କର୍ମ ସମ୍ପାଦନା କରୁଛନ୍ତି। ଉତ୍ସବର ପ୍ରଥମ ଦିବସରେ ମା ବିଜେ କରିଥିଲେ ଯଜ୍ଞ ମଣ୍ଡପକୁ। ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହୁଳହୁଳି ଧ୍ୱନି ସହିତ ସଂକୀର୍ତ୍ତନ ମଧ୍ୟରେ ମାଙ୍କର ଆଗମନ ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ମା ବଗଳାମୁଖୀଙ୍କର ସ୍ମୃତି ଓ ଶବ୍ଦ ପାଠରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ 108 ଜଣ ବ୍ରତଧାରୀ ସଂକଳ୍ପ ପୂର୍ବକ ବଗଳା ସପ୍ତଶତୀ ଚଣ୍ଡୀ ପାଠରେ ଉପବେଶନ ସହ ପୂଜାର୍ଚ୍ଚନାରେ ନିମଗ୍ନ ଥିବା ଦେଖିବାକୁ ମିଳିଛି। ଏଥିସହିତ ଆୟୋଜିତ ଅଖଣ୍ଡ ନାମ ସଂକୀର୍ତ୍ତନରେ ବହୁ ଶ୍ରଦ୍ଧାଳୁ ଭାବଭକ୍ତି ସହ ମଜି ରହୁଥିବା ଲକ୍ଷ୍ୟ କରାଯାଇଛି। ପୀଠରେ ଚତୁର୍ଦ୍ଦଶୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ମାଙ୍କ ନିକଟରେ ଦୀପଦାନ କରିଥିଲେ। ଏହି ଅବସରରେ ମହାଶକ୍ତି ପୀଠ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶନିବାର ଏବଂ ରବିବାର 2 ଦିନ ବ୍ୟାପୀ ମାଙ୍କୁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା ସହ ଶେଷ ଦିନରେ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ଉତ୍ସବର ଶେଷ ଦିବସରେ ମା ବଗଳାମୁଖୀଙ୍କର ଆବିର୍ଭାବ ଅର୍ଥାତ୍ ଜନ୍ମୋତ୍ସବ ପାଳିତ ହେବ। ଏହି ଅବସରରେ ମାଙ୍କ ନିକଟରେ 1008 ପ୍ରକାରର ବ୍ୟଞ୍ଜନ ସମ୍ବଳିତ ପ୍ରସାଦ ଅର୍ପଣ ନେଇ ବ୍ୟବସ୍ଥା ହୋଇଛି ବୋଲି ପୀଠ ଉପାଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ବିଷ୍ଣୁଙ୍କ ଆରାଧନାରେ ମା ପ୍ରାକଟ୍ୟ ହୋଇଥିଲେ ଏହି ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ। ଚଳିତ ବର୍ଷ ମାଙ୍କର ଏହି ଆବିର୍ଭାବ ତିଥି ଆଜି ଦିନରେ ପଡ଼ିଛି। ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠର ଦ୍ୱାଦଶ ବାର୍ଷିକ ଉତ୍ସବ ପାଳନ କରାଯାଉଛି ମଧ୍ୟ ଆମର ଆଶ୍ରମରେ। ଭକ୍ତମାନଙ୍କ ଦ୍ୱାରା ଶିଷ୍ୟମାନଙ୍କ ଦ୍ୱାରା ଅଷ୍ଟଶତ କଳସ ସ୍ଥାପନ କରାଯାଇଛି। କଳସ ଶୋଭାଯାତ୍ରା ଏବେ ହେଉଥିଲା। 3 ଦିନ ଧରିକିରି ତ୍ରିଦିବସୀୟ ବଗଳାମୁଖୀ ଯଜ୍ଞ ହେବ, ଆହୁତି ଯଜ୍ଞ ହେବ। 10,000 ଆହୁତି ମାଙ୍କର ମୂଳମନ୍ତ୍ରରେ ହେବେ ଏବଂ ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ ଇଏ ସମସ୍ତ 3 ଦିନ ଧରିକିରି ଇଏ ପରିଚାଳିତ ହେବେ। ମାଙ୍କର ଆଜି ପ୍ରଥମ ଦିବସରେ ରୁଦ୍ରଙ୍କର ଅଭିଷେକ ହେଲେ ଏବଂ ମାଙ୍କର ବେଶ ହୋଇଛନ୍ତି। ଆମର ଚଳନ୍ତି ବିଗ୍ରହ ଯଜ୍ଞ ମଣ୍ଡପକୁ ଆସିବେ। ଯେତେବେଳେ ଆମର ଯଜ୍ଞ ମଣ୍ଡପରେ କଳସ ଶୋଭାଯାତ୍ରା ପରେ ଗୋ ପୂଜା, ଗୁରୁ ପୂଜା, ସୂର୍ଯ୍ୟ ପୂଜା ଇଏ ସମାପ୍ତ ହେବେ। ତାପରେ ମା ଯଜ୍ଞ ମଣ୍ଡପକୁ ଆସିବେ ଭକ୍ତମାନଙ୍କ ଦ୍ୱାରା ଏବଂ ତତ୍ପଶ୍ଚାତ ଆମର ଏଠାରେ ଚଣ୍ଡୀପାଠ ଆରମ୍ଭ ହେବ। ଆସନ୍ତା 27 ତାରିଖ ସୋମବାର ଦିନ ମାଙ୍କର ପୂର୍ଣ୍ଣାହୁତି ହେବେ ଏବଂ ସେହିଦିନ ସକାଳୁ ଭକ୍ତମାନଙ୍କ ଦ୍ୱାରା 1008 ପ୍ରକାରର ଭୋଗ ଲାଗିବ। ହଁ, ମା ପୀତାମ୍ବରା ମା ବଗଳାମୁଖୀ ଅଷ୍ଟମ ମହାବିଦ୍ୟା। ଏ 3 ଦିନ ଭିତରେ
ମାଙ୍କର ପ୍ରତ୍ୟେକ ଦିନ ଉପଚାର ପୂଜା ହେବେ। ମାଙ୍କର ଚଣ୍ଡୀପାଠ ଶୁଣାଯିବେ। ମାଙ୍କର ମୂଳମନ୍ତ୍ର 36 ବୀଜ ମନ୍ତ୍ରରେ 10,000 ଆହୁତି ହେବେ ଏବଂ ମାଙ୍କ ପାଖରେ 1008 ପ୍ରକାର ଭୋଗ ଲାଗିବେ, ପୂର୍ଣ୍ଣ ଆହୁତି ହେବେ। ପୀଠର ସଂଖ୍ୟାଧିକ ସେବକ ଉତ୍ସବର ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି।